ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ନେଇ ଆଲର୍ଟ କଲା ପାଣିପାଗ ବିଭାଗ। ମେ 2 ତାରିଖ ଯାଏଁ ବର୍ଷା ସମ୍ଭାବନା। ଆଉ 9ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ତା ସହିତ 30ଟି ଜିଲ୍ଲାକୁ 24 ଘଣ୍ଟା ପାଇଁ ଆଲର୍ଟ କରାଯାଇଛି। ଆସିଗଲା କାଳବୈଶାଖୀର ଆଉ ଏକ ଅପଡେଟ୍। ପାଣିପାଗ ବିଭାଗ କେନ୍ଦ୍ରରୁ ଆସିଛି ଆଉ ଏକ ଅପଡେଟ୍। ଚାଲନ୍ତୁ ଆଜି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ଅନୁରୋଧ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଫଟାଫଟ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ଆଜିଠୁ କାଳବୈଶାଖୀ ବର୍ଷାରେ ଭିଜିବ ସାରା ଓଡ଼ିଶା। ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ନେଇ ସତର୍କତା। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ 9ଟି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ। ମେ 2 ତାରିଖ ଯାଏଁ ଲାଗି ରହିବ ବର୍ଷା। କାଳବୈଶାଖୀ ବର୍ଷାକୁ ନେଇ ଆଲର୍ଟ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 24 ଘଣ୍ଟା ପାଇଁ 30ଟି ଜିଲ୍ଲାକୁ ଆଲର୍ଟ କଲା ପାଣିପାଗ ବିଭାଗ। ଝଡ଼ ପବନ ସାଙ୍ଗକୁ ପ୍ରବଳ ବର୍ଷା ଓ କୁଆପଥର ବର୍ଷାରେ ଭିଜିବ ସାରା ଓଡ଼ିଶା। 24 ଘଣ୍ଟାରେ 9ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ଝାହାର ପବନ ସହ କୁଆପଥର ବର୍ଷା ହେବ। କିଛି ସ୍ଥାନରେ ଭାରୀ ବର୍ଷାର ମଧ୍ୟ ସମ୍ଭାବନା ନେଇ ସତର୍କ କରିଛି ବିଭାଗ। ବାକି ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ଆସନ୍ତାକାଲି ମଧ୍ୟ ଏହି ସମାନ ସ୍ଥିତି। ପଶ୍ଚିମ ଓ ଉତ୍ତର ଓଡ଼ିଶାର 9ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ସହ ବାକି ସାରା ଓଡ଼ିଶାକୁ ୟେଲୋ ଆଲର୍ଟ ଦିଆଯାଇଛି। ଏଭଳି ସ୍ଥିତି ମେ 2 ତାରିଖ ଯାଏଁ ଲାଗି ରହିବ ବୋଲି ସୂଚନା ରହିଛି। ଫଳରେ ଦିନର ତାପମାତ୍ରା 3ରୁ 5 ଡିଗ୍ରୀ କମିବ, ରାତିରୁ ନିସ୍ତାର ମିଳିବ। ତେଣୁ ଯେଉଁ ଯେଉଁ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି ତ ଆପଣମାନେ ସତର୍କ ରୁହନ୍ତୁ। ଆଶା କରୁଛି ଆପଣମାନଙ୍କୁ ଏହି ଛୋଟିଆ ଇନଫର୍ମେସନ୍ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଛି, ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଏଇମିତିକା ଭିଡ଼ିଓ ଯଦି ଦେଖିବା ପାଇଁ ଚାହୁଁଛନ୍ତି ତ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।